ଗୋଡ଼ ଉପରେ ଚଢ଼ିଗଲା ଟ୍ରଲର ଗାଡ଼ି। ଗତକାଲି ସନ୍ଧ୍ୟା ପାଖାପାଖି 9ଟା ସମୟରେ ପାଟଣା ନିକଟ 220 ନମ୍ବର ଜାତୀୟ ରାଜପଥର ମଙ୍ଗଳପୁର ଛକ ପାଖରେ ଏକ ଟ୍ରଲର ଜଣେ ସ୍କୁଟି ଆରୋହୀଙ୍କୁ ଧକ୍କା ଦେଇ ତାଙ୍କ ଗୋଡ଼ ଉପରେ ଚଢ଼ି ଯାଇଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ଟ୍ରଲର ଚକା ତଳେ ଗୋଟିଏ ଗୋଡ଼ ପେଶି ହୋଇଯାଇଥିଲା ବେଳେ ଅନ୍ୟ ଗୋଡ଼ଟିର 2ଟି ସ୍ଥାନ ଭାଙ୍ଗି ଯାଇଥିଲା। ଏହି ଗୁରୁତର ଜଣକ ମଲ୍ଲିପୋଷି ଗ୍ରାମର ନୀଳମଣି ରଣାଙ୍କ ପୁଅ ସୁମନ ରଣା। ସୁମନଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପରେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟ ଓ ସେଠାରୁ କଟକର ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅବସ୍ଥା ସଙ୍କଟାପନ୍ନ ଥିବାର ସୂଚନା ମିଳିଛି। ଦୁର୍ଘଟଣା ଘଟାଇଥିବା ଟ୍ରଲର ଗାଡ଼ିକୁ ପୁଲିସ ସାହାରପଡ଼ା ନିକଟରେ ଜବତ କରି ଥାନା ପରିସରକୁ ଆଣି ତଦନ୍ତ କରୁଥିବା ବେଳେ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି। କେଉଁଝରରୁ ସ୍ପେଶାଲ ରିପୋର୍ଟର ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।